ଆପଣମାନେ ଦେଖିଥିବେ ଯେ ଯୋଗୀ ଆଉ ସାଧୁମାନେ ସବୁବେଳେ ଚାଲନ୍ତି। ଜଣେ ପ୍ରସିଦ୍ଧ ବାବା କହିଥିଲେ ଚଲା ପାଣି ଆଉ ଚଲା ସାଧୁ କେବେ ରହନ୍ତିନି। ନା କଥା କହୁନାହାନ୍ତି, ଯିଏ କହିଥିଲେ କିଛି ଅସୁବିଧା ନାହିଁ, କହିବା କଥା ନୁହେଁ ନା, ଅନେକ ଭକ୍ତ ଅଛନ୍ତି। ହଁ ଠିକ ଅଛି, ଭଲ କଥାଟେ ବି କହିଥିଲେ, କିଛି ଖରାପ କାମ ଭିତରେ ଗୋଟେ ଭଲ ଭଲ କଥା ହିଁ ବାହାରିଯାଏ। ଯୋଗୀ ଏବଂ ସାଧୁମାନଙ୍କର ନିୟମ ହେଲା ସେମାନେ ଚାଲିବେ, ଆଗକୁ ଯିବେ। ଶ୍ରୀଲ ପ୍ରଭୁପାଦଙ୍କ କଥା ଦେଖନ୍ତୁ, ହାତରେ ଗୋଟେ ଗୀତା ବହି ଧରିକି ପୁରା ଇଣ୍ଡିଆ ବୁଲିଲେ, ଇଣ୍ଡିଆରୁ ବାହାରକୁ ଗଲେ। ତାଙ୍କର ଲକ୍ଷ୍ୟ ଥିଲା ଯେ ସେ ଭଗବାନଙ୍କ ଚେତନା, ପ୍ରଭୁ କୃଷ୍ଣଙ୍କର ଚେତନା ସମସ୍ତଙ୍କୁ ପଢ଼େଇବେ। ତ ସେ ଆମେରିକା ଗଲେ, ଲଣ୍ଡନ ଗଲେ, ସମସ୍ତଙ୍କୁ ପଢ଼େଇଲେ, ଯୋଉଠି ପାଇଁକି ଆଜି ଲୋକମାନେ ପ୍ରଭୁ କୃଷ୍ଣଙ୍କୁ ଜାଣୁଛନ୍ତି କି ଲୋକମାନଙ୍କ ଭିତରେ ସେଇ ଭଗବତ ଚେତନାଟା ଜାଗ୍ରତ ହେଇଛି। ତ ମୋତେ ଲାଗେ କେଉଁଠି ନା କେଉଁଠି ଆମେ ଯେଉଁ ଜିନିଷକୁ ପାଇବା ପାଇଁ ଚେଷ୍ଟା କରୁଛନ୍ତି, ଯେତେବେଳେ ନୀଲ ଆର୍ମଷ୍ଟ୍ରଙ୍ଗ ଯାଇଥିବେ କି ଚନ୍ଦ୍ରରେ ପାଦ ଦେଇଥିବେ ଫାଷ୍ଟ, ତ ସିଏ ଭାବିଥିବେ ନା କେଉଁଠି ମୁଁ ଜହ୍ନକୁ ଯିବି, ଛୋଟବେଳୁ କିଛି ନା କିଛି ତ ଗୋଟେ ଥିବ।